ଆଜି ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଥମ କିସ୍ତି ସୁଭଦ୍ରା ଯୋଜନାର ସମସ୍ତଙ୍କୁ ଦେବେ, ଯାହାଫଳରେ ହିତାଧିକାରୀ ମାନେ ବହୁତ ଉପକୃତ ହେବେ। ତେବେ ଆପଣମାନେ ଯଦି ଆବେଦନ କରିଥିଲେ ଆପଣଙ୍କୁ 1 ଟଙ୍କା ଆସିନି, ସେ କଥା ଛାଡ଼ି ଦିଅନ୍ତୁ, ମନରୁ ଭୁଲି ଯାଆନ୍ତୁ। ଆଉ ଯଦି ଆପଣଙ୍କୁ 1 ଟଙ୍କା ଆସିଛି, ଆପଣମାନେ ରୁହନ୍ତୁ, ଅପେକ୍ଷା କରନ୍ତୁ। ତା ସହିତ ପାଖାପାଖି 10 ଲକ୍ଷ ମହିଳା ଏବେ ଅପେକ୍ଷା କରି ବସିଛନ୍ତି, ତାଙ୍କୁ ପ୍ରଥମ କିସ୍ତି ଯିବ। ଆଉ କିଛି ଜନତା ମଇଦାନରେ କିଛି ମହିଳାମାନଙ୍କୁ ସ୍ୱାଗତ କରାଯିବ, ତାଙ୍କୁ ମଧ୍ୟ ପଚରା ଉଚରା କରାଯିବ ଯେ ଆପଣ ଏଇ ପଇସା ନେଇ କ'ଣ କରିବେ। ଏମିତି ମଧ୍ୟ ତାଙ୍କୁ ଫୋନ କଲ୍ ଯାଇଛି, ସେମାନେ ଜନତା ମଇଦାନରେ ଆସି ଉପସ୍ଥିତ ରହିଛନ୍ତି। ତ ବହୁତ ମହିଳା ଏବେ ଅଛନ୍ତି ଜନତା ମଇଦାନରେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ। ତା ସହିତ ସୁଭଦ୍ରା ଯୋଜନାକୁ ଟଙ୍କା କାହା ପାଖକୁ ଯାଇନି ମଧ୍ୟ କହିବେ, କୋଉମାନେ ଟଙ୍କା ପାଇବା ଯୋଗ୍ୟ ସେସବୁ ମସିଆର ଆଲୋଚନା ହେବ। ତାପରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ହେଲା, ଆପଣମାନେ ଧ୍ୟାନ ରଖନ୍ତୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନେ ଜାଣିପାରିବେ ପ୍ରକୃତରେ ଘଟଣା କ'ଣ। ଦେଖନ୍ତୁ, ଆଜି ସକାଳଠୁ ଆରମ୍ଭ ହୋଇଯାଇଛି ଫ୍ରଡ୍ କଲ୍। ଆପଣଙ୍କ ପାଖକୁ କଲ୍ ଆସିଥିବ, କାଲି ମଧ୍ୟ ଆସିଥିଲା। କଲ୍ ଆସିବ ଯେ ଆପଣଙ୍କର ଯଦି ଇକେୱାଇସି ପେଣ୍ଡିଂ ଅଛି, ଆମେ କରିଦେବୁ, ଏଇ ଲିଙ୍କକୁ କ୍ଲିକ୍ କରନ୍ତୁ, ଏଇଟା କରନ୍ତୁ, ସେଇଟା କରନ୍ତୁ, ଏମିତି କହିବେ। ଆପଣମାନେ କୌଣସି ଲିଙ୍କକୁ ତରବରିଆ ଭାବେ କ୍ଲିକ୍ କରିବେ ନାହିଁ। ଆପଣ ଭାବିବେ ମୁଁ ଯଦି ଲିଙ୍କକୁ କ୍ଲିକ୍ କରି ଫର୍ମଟା ଦେଇଦେଉଛି କି ଆଧାର କାର୍ଡ଼ ଦେଇଦେଉଛି, ମୋର ଇକେୱାଇସି ଡନ୍ ହେଇଯିବ, ତାହେଲେ ମୋତେ ଟଙ୍କା ଆସିବ। କାରଣ ସେସବୁ ଫ୍ରଡ୍ କଲ୍ ସୁଭଦ୍ରା ଯୋଜନା ତରଫରୁ କୁହାଯାଇଛି ଯେ କୌଣସି ଫ୍ରଡ୍ କଲ୍ କୌଣସି ଇଏକୁ ଉଠାନ୍ତୁ ନାହିଁ, କାରଣ ଏସବୁ ଏବେ ମାତିଛନ୍ତି ସାଇବର ଠକମାନେ। ଆମ ତରଫରୁ କୌଣସି କଲ୍ ଯିବ ନାହିଁ। ଆପଣଙ୍କର ଯଦି ପେଣ୍ଡିଂ ଦେଖୁଛି, ଆପଣ ବ୍ୟସ୍ତ ହୁଅନ୍ତୁନି, ପେଣ୍ଡିଂଟା ଧୀରେ ଧୀରେ ସକ୍ସେସଫୁଲ ହୋଇଯାଉଛି। ତେଣୁ ଏବେ ଲିଷ୍ଟ ଅଲରେଡି ପଳେଇ ଯାଇଛି ଗଭର୍ଣ୍ଣମେଣ୍ଟ ପାଖକୁ, କୋଉ କୋଉ ମହିଳାମାନେ ପାଇବେ, ଆଉ କୋଉମାନେ ଯୋଗ୍ୟ ସେମାନଙ୍କୁ ମିଳିଯିବ, ଆଉ କୋଉମାନେ ଅଯୋଗ୍ୟ କିଛି ଲୋକଙ୍କର ତାଙ୍କର ମଧ୍ୟ କଟିଯାଉଛି ଫର୍ମ, ଏବେ ମଧ୍ୟ ପଦାକୁ ଆସିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ରାସନ କାର୍ଡ଼ ଯାହାର ଅଛି ତାଙ୍କୁ ଆଗେ ମିଳିବ, ଏସବୁ କଥା କିନ୍ତୁ ଏସବୁ କଥା ଭୁଲ। ରାସନ କାର୍ଡ଼ ଯାହାକୁ ନ ଅଛି ମଧ୍ୟ ଆର୍ଥିକ ସଚ୍ଛଳ ନାହାନ୍ତି, ତାଙ୍କୁ ମଧ୍ୟ ଟଙ୍କା ମିଳିବ, ସମସ୍ତଙ୍କୁ ଟଙ୍କା ମିଳିବ ବୋଲି ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତେବେ କଥା ରହିଲା ଆଉ ଗୋଟେ କଥା, ଆପଣଙ୍କର ଟଙ୍କାଟେ ଆସିନି, ଆପଣଙ୍କ ପେଣ୍ଡିଂ ଦେଖାଉଛି, ଆପଣଙ୍କ ନାଁ ମିସମ୍ୟାଚ୍ ଅଛି, ଆପଣ ସବୁ ଭୁଲଭାଲ ଅଛି। ଯଦି ଆପଣ ଆଉଥରେ ଆପ୍ଲାଏ ମଧ୍ୟ କରିପାରିବେ, 17 ତାରିଖ ପରେ ଆପଣମାନେ ଆଜି ପରେ ଆପଣ ଆପ୍ଲାଏ କରିପାରିବେ। କିନ୍ତୁ ଆଜି ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ରାତି 12ଟା ପର୍ଯ୍ୟନ୍ତ। ଯାହାର ଫାଷ୍ଟ କିସ୍ତି ଯାଉଛି 12ଟାରୁ 2ଟା ଭିତରେ ଯାଉଛି, ଆପଣମାନେ ଅପେକ୍ଷା କରିବେ। ଯଦି ଆପଣଙ୍କର ନ ଗଲା ତାହେଲେ ଆପଣ ରାତି 12ଟା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ, ନହେଲେ 24 ଘଣ୍ଟା ପରେ ଆପଣଙ୍କ ଆକାଉଣ୍ଟକୁ ନିଶ୍ଚିତ ଯିବ। ଯଦି ଆପଣଙ୍କ ଆକାଉଣ୍ଟକୁ ନ ଗଲାନି, ଆପଣ ବ୍ୟାଙ୍କ ସିଟିଂ ଦେଖିଦିଅନ୍ତୁ ଆପଣଙ୍କ ବ୍ୟାଙ୍କ ପ୍ରକୃତରେ ଠିକ୍ ଅଛି କି ନାହିଁ। କାରଣ ଗୋଟେ ଗୋଟେ ବ୍ୟାଙ୍କ ଆପଣ ଦେଇଥିବେ, ବ୍ୟାଙ୍କ ଚାଲୁନଥିବ, ମେସେଜ ଯାଉନଥିବ, ଟଙ୍କା ମଧ୍ୟ ହୋଲ୍ଡ ହେଇକି ରହୁଥିବ। ତେଣୁ ଆପଣଙ୍କୁ ବ୍ୟାଙ୍କକୁ ଚେକ୍ କରିବାକୁ ପଡ଼ିବ, ବ୍ୟାଙ୍କରେ ଇକେୱାଇସି କରିବାକୁ ପଡ଼ିବ। ବ୍ୟାଙ୍କରେ ଆପଣ ଆଧାର କାର୍ଡ଼ ପ୍ୟାନ୍ କାର୍ଡ଼ ଦେଇକି ଇକେୱାଇସି କରିଦିଅନ୍ତୁ। ବ୍ୟାଙ୍କରେ ଯଦି ଆପଣ ନ କରିଥିବେ, ବ୍ୟାଙ୍କରେ ମଧ୍ୟ ଏଇସବୁ ପ୍ରୋବ୍ଲେମ୍ ଦେଖାଯାଇପାରେ। ସବୁଠାରୁ ବଡ଼ କଥା ହେଉଛି, କିଛି ଲୋକ କହୁଛନ୍ତି ଯେ ଆମର ବ୍ୟାଙ୍କ ସବୁ ଠିକ୍ ଅଛି, କିନ୍ତୁ ଗୋଟେ ଗୋଟେ ବ୍ୟାଙ୍କରେ ଆମର ଅଧିକ ଟ୍ରାଞ୍ଜାକ୍ସନ୍ ହେଇଯାଉଛି, ମାନେ ଟ୍ରାଞ୍ଜାକ୍ସନ୍ ଲିମିଟ୍ ହେଇଯାଉଛି ଅଧିକ, ଯେଉଁ ଆମେ ଯେତିକି ରହିବା କଥା ତାଠୁ ଅଧିକ ହେଇଯାଉଛି। ସେଇ ବ୍ୟାଙ୍କ ଦେଲେ କିଛି ଅସୁବିଧା ହେବ କି? ଦେଖନ୍ତୁ, ସେଇ ବ୍ୟାଙ୍କ ଆପଣ ଦେଲେ କିଛି ଅସୁବିଧା ହେବ ନାହିଁ, କିନ୍ତୁ ଯଦି ଯାଞ୍ଚ ବେଳେ ଜଣାପଡ଼ିଯାଏ ତାହେଲେ ଆପଣଙ୍କର ମଧ୍ୟ କଟିଯାଇପାରେ ସୁଭଦ୍ରା ଯୋଜନା ଫର୍ମ, ଆଉ ସେକେଣ୍ଡ ଟାଇମ୍ ମଧ୍ୟ ଆପଣ ଆପ୍ଲାଏ କରିପାରିବେ ନାହିଁ। ଏଇଟା ମନେ ରଖନ୍ତୁ। ଆର୍ଥିକ ସ୍ୱଚ୍ଛଳ ଆପଣ ଠିକ୍ଠାକ୍ ଅଛନ୍ତି, ଆପଣଙ୍କ ଟଙ୍କା ବହୁତ ଟ୍ରାଞ୍ଜାକ୍ସନ୍ ହେଉଛି, ତେଣୁ ଆପଣ ଆଉ ସେକେଣ୍ଡ ଟାଇମ୍ ଆବେଦନ କରିପାରିବେ ନାହିଁ। ମନେ ରଖନ୍ତୁ, ଯେଉଁ ବ୍ୟାଙ୍କରେ ଆପଣ ବେଶୀ ଟ୍ରାଞ୍ଜାକ୍ସନ୍ ନେଇ କମ୍ ଅଛି, ଆପଣ ସେଇ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇପାରିବେ। ତାପରେ ଆଉ ଗୋଟେ କଥା ହେଲା, ଯାହାର ଫୋର୍ ହ୍ୱିଲର ଅଛି, ଆପଣମାନେ ଜାଣିଥିବେ ଏ କଥା ତ ଗାଇଡ଼ଲାଇନ୍ସ ଅଛି, ଆପଣ ଫୋର୍ ହ୍ୱିଲର ଚଲାଉଛନ୍ତି ଯଦି ଆପଣଙ୍କର ତ କଟିଯିବ ନିହାତି ଭାବରେ। ଆପଣ କହିବେ ମୁଁ ଡ୍ରାଇଭର, ମୁଁ ନିଜେ ଓଲା ଉବେର ଚଲାଉଛି, ତା ସହିତ ମଧ୍ୟ କାହିଁ କଟିବ, ମୁଁ ପାଇବାର ଯୋଗ୍ୟ। କିନ୍ତୁ ଜାଣନ୍ତୁ, ଆପଣଙ୍କ ଆଧାର କାର୍ଡ଼ରେ ସବୁ ଡିଟେଲ୍ସ ବାହାରିଯିବ। ଏଇଟା ହେଲା ଗୋଟେ କଥା। ଆପଣ ଆଜି ଦେଖନ୍ତୁ କୋଉ କୋଉ ମାନଙ୍କର ନାଁ ଲିଷ୍ଟରେ ଅଛି, କେଉଁମାନଙ୍କୁ ଟଙ୍କା ଆସିବ, ଅପେକ୍ଷା କରନ୍ତୁ, ଧୈର୍ଯ୍ୟ ସହିତ ଅପେକ୍ଷା କରନ୍ତୁ, କିନ୍ତୁ ଆପଣଙ୍କ ପାଖକୁ ଟଙ୍କା ଆସିବ। ଯାହା ପାଖକୁ ଟଙ୍କା ଆସିନି ଗୋଟେ ମେସେଜ କରିଦିଅନ୍ତୁ, ଆମେ ଜାଣିପାରିବୁ ଆପଣଙ୍କ କାହା ପାଖକୁ ଟଙ୍କା ଆସିନି, କ'ଣ ପ୍ରୋବ୍ଲେମ୍ ଅଛି, ଆମେ ସଲ୍ଭ କରିବା ପାଇଁ ଚେଷ୍ଟା କରିବୁ। ତେବେ ଜନସେବା କେନ୍ଦ୍ରକୁ ଯାଇ ଆପଣ ଏବେ ଗଲେ କିଛି ଲାଭ ନାହିଁ, ଆପଣଙ୍କୁ ୱେଟ୍ କରିବାକୁ ପଡ଼ିବ ଆଉ 2 ଦିନ ପରେ। ଯଦି ଟଙ୍କା ନ ଆସିଲେ ଆପଣ ପୁଣି ଜନସେବା କେନ୍ଦ୍ର ଯାଇକି ଆପ୍ଲାଏ କରିପାରିବେ। ଇଏ ଥିଲା ଆଜିର ଗୋଟେ ଛୋଟିଆ ଇନଫର୍ମେସନ ଭିଡ଼ିଓଟେ। ଆଜି ଦେଖିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ମହିଳାକୁ ଡାକି ସ୍ୱାଗତ କରୁଛନ୍ତି।